ଜୟ ଜଗନ୍ନାଥ ସାଙ୍ଗମାନେ ଶୁଭ ସକାଳ। ଆଜି ସକାଳୁ ଉଠି ଉଠି ଦେଖେ ତ ଗୋଟେ ଛୋଟ ଷଣ୍ଢ ଛୁଆଟି ଆସି ଘର ପାଖେ ବୋବଉଥିଲା। ଯଦି ତାକୁ ଭୋକ କରୁଥାଏ କି ବାଟ ଭୁଲି ଯାଇଥାଏ ଆମେ ତ ଜାଣିନୁ। ତଥାପି ବର୍ଷା ଆମର କହିଲେ ଫ୍ରିଜରେ ରୁଟି ଅଛି, ବାଛୁ ଟିକେ ରୁଟି ଆଣିକି ଦିଅ ସେ ଖାଉ। ଯେହେତୁ ସକାଳୁ ପହରୁ ବୋବଉଛି, ଯେହେତୁ ଗାଈ ଗୋରୁ ପଶୁ ପକ୍ଷୀ ଖାଇବାକୁ ଦେଲେ ତ ବହୁତ ଖୁସି ଲାଗିଥାଏ। ଏପଟେ ବର୍ଷା ଆମର ସକାଳୁ ଚଉରା ପୂଜା ଆରମ୍ଭ କରିସାରିଲେଣି। ଯେହେତୁ ବୋଉ ତ ଆମର ସେପଟେ ଠାକୁର ପୂଜା କରୁଛି, ବର୍ଷା ଚଉରା ପୂଜା କରିସାରି ଖାଇବାକୁ କରିବ। ଏପଟେ ଆମର ଚାହା ନିଜେ ଛାଣି ପିଇଦେଲି, ଯେହେତୁ ମୋତେ ଥଣ୍ଡା ପ୍ରବଳ ହେଇଛି, ତଣ୍ଟି ଫିଟୁନାହିଁ। ସେପଟେ ବର୍ଷାକୁ ଡାକିଲି, ବର୍ଷା ମୋତେ ଟିକେ ପଇସା ଦେଇଯାଅ, ମାଛ ଆଣି ବଜାରରୁ ଯିବି ନା, ଅଫିସ୍ ଯିବି, ଡେରି ହେଲାଣି। ବର୍ଷା କହୁଛନ୍ତି ତମର ତ ଖାଲି ମାଛ, ବାରି ହେଲେ ଖାଲି ମାଛ ହିଁ ଦରକାର। ମୁଁ କହିଲି ଆରେ ବାପା କହିଯାଇଛନ୍ତି ମାଛ ପାଇଁ। ବର୍ଷା କହୁଛନ୍ତି ନହେଲେ ଶୁଖୁଆ କରିଦେବ। ମୁଁ କହିଲି ନାଇଁ ଶୁଖୁଆ ନୁହଁ, ମାଛ ଆଣିବା ଦିଅ। କହୁଛନ୍ତି ଏତିକି ହେବ ତ? ମୁଁ କହିଲି ହଁ ସେତିକି ହେଇଯିବ। ମୋତେ କହୁଛନ୍ତି ଦେଖିଲ ଏଇ ଚାବି ରିଙ୍ଗଟା ତୁମକୁ ଭଲ ଲାଗୁଛି, ନଉନ ଗାଡ଼ିରେ ଲଗେଇବ। ମୁଁ କହିଲି ତୁମେ ରଖିଥାଅ, ମୋ ଚାବି ରିଙ୍ଗଟା ଭାଙ୍ଗିଗଲେ ମୁଁ ତାପରେ ନେବି ଲଗେଇବି। ଏପଟେ ବି ବଜାରକୁ ପଳେଇ ଆସିଲି ମାଛ ପାଇଁ। ମାଛ ଦୋକାନରେ ବି ଦେଖିକି କହିଲି ଭାଇ ଏଇଟା ଓଜନ କର କେତେ ହେଉଛି। ସେଇ ମୋତେ ଓଜନ କରିକି ଦେଲା, ମୁଁ ଘରକୁ ନେଇକି ଆସିଲି।